ଦଶମ ଶ୍ରେଣୀର ମୋର ସମସ୍ତ ପ୍ରିୟ ଛାତ୍ରଛାତ୍ରୀମାନେ ତୁମ ସମସ୍ତଙ୍କୁ ପୁଣି ଥରେ ତୁମମାନଙ୍କର ପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ୍ ଏସ୍ଏସ୍ ଓଡ଼ିଆ ଏକାଡେମୀକୁ ସ୍ୱାଗତ। ପିଲାମାନେ ତୁମମାନଙ୍କର ଯେଉଁ 4ଟି କ୍ଲବ୍ ରହିଛି ସାହିତ୍ୟ ଭୋଜନୀ, ଜିଜ୍ଞାସା, କୌଶଳୀ ଓ କ୍ରୀଡ଼ାଙ୍ଗନ, ତ ତା'ର ପ୍ରତ୍ୟେକ ଅଧିବେଶନକୁ ଆମେ ଦେଖି ଦେଖି ଯାଉଛେ। ଯେଉଁମାନେ ଭିଡ଼ିଓ ଦେଖୁନାହଁ ତ ଚ୍ୟାନେଲ୍କୁ ସର୍ଚ୍ଚ କରିକି ଭିଡ଼ିଓ ସେକ୍ସନ୍ରେ ଭିଡ଼ିଓ ପାଇପାରିବ ଏବଂ ପ୍ରତ୍ୟେକ ଅଧିବେଶନ ଉତ୍ତର କରିପାରିବ। ତ ସହିତ ନବମ ଶ୍ରେଣୀ କ୍ରୀଡ଼ାଙ୍ଗନର ପ୍ରୋଜେକ୍ଟ ୱାର୍କ ଆଉ ଦଶମ ଶ୍ରେଣୀ କ୍ରୀଡ଼ାଙ୍ଗନର ପ୍ରୋଜେକ୍ଟ ୱାର୍କ ଅପଲୋଡ଼ ହୋଇସାରିଛି ଏବଂ ଦଶମ ଶ୍ରେଣୀର ମଧ୍ୟ ବୁକ୍ ରିଭ୍ୟୁ, ସାହିତ୍ୟ ଭୋଜନୀ, ମୋ କଥା ମୋ କାହାଣୀର ପ୍ରୋଜେକ୍ଟ ୱାର୍କ ବା ପ୍ରକଳ୍ପ କାର୍ଯ୍ୟ ଅପଲୋଡ଼ ହୋଇସାରିଛି। ଯେଉଁମାନେ ଭିଡ଼ିଓକୁ ଦେଖିନ ସେମାନେ ନିଶ୍ଚିତ ରୂପେ ଭିଡ଼ିଓ ଦେଖିପାରିବ। ତ ଆଜିର ଏହି ଭିଡ଼ିଓରେ ଆମେ ଦେଖିବା କ୍ରୀଡ଼ାଙ୍ଗନର ଅଧିବେଶନ 11, ତ ତା'ର ଉତ୍ତର ଜାଣିବା। କିନ୍ତୁ ତା ପୂର୍ବରୁ ଯେଉଁମାନେ ଚ୍ୟାନେଲକୁ ନୂଆ କରି ଭିଜିଟ୍ କରୁଛ ନିଶ୍ଚିତ ରୂପେ ଗୋଟେ ସବସ୍କ୍ରାଇବ୍ କରିଦିଅ ଆଉ ସାଙ୍ଗମାନଙ୍କ ସହିତ ବହୁତ ମାତ୍ରାରେ ସେୟାର କରିଦିଅ। ତୁମମାନଙ୍କର ଗୋଟେ ସବସ୍କ୍ରାଇବ୍ ମୋତେ ମୋଟିଭେଟ୍ କରିବ ପରବର୍ତ୍ତୀ ସମୟରେ ତୁମମାନଙ୍କ ପାଇଁ ଭିଡ଼ିଓ ନେଇକି ଆସିବା ପାଇଁ। ଚାଲ ଆଜିର ଭିଡ଼ିଓକୁ ଆରମ୍ଭ କରିବା। ଦେଖ ପିଲେ, ରହିଛି କ'ଣ ନା ଅଧିବେଶନ 11। ତ ଅଧିବେଶନ 11ର କ'ଣ କ'ଣ ସବୁ ରହିଛି ସେ ବିଷୟରେ ଆମେ ଟିକେ ଆଖି ପକାଇ ନେବା। ଦେଖ, ଏଠି ଗୃହ କାର୍ଯ୍ୟରେ କ'ଣ ରହିଛି ନା ଅଂଶଗ୍ରହଣକାରୀ କ୍ରୀଡ଼ାଙ୍ଗନ ଖାତାରେ ନିଜ ପସନ୍ଦର ଅଲିମ୍ପିକ୍ ଖେଳାଳି କିପରି ନିଜର ଉତ୍କର୍ଷତା, ସମର୍ପଣ ଭାବ, ଧୈର୍ଯ୍ୟ ଏବଂ ସମ୍ମାନ ଭଳି ମୂଲ୍ୟବୋଧ ପ୍ରଦର୍ଶନ କରନ୍ତି ସେ ସମ୍ବନ୍ଧରେ ଉଲ୍ଲେଖ କରିବେ। ତେଣୁ ଏଇଟା ହେଇଛି ଆମେ କ୍ରୀଡ଼ାଙ୍ଗନ ଖାତାରେ କରିବା। ଅଧିବେଶନ 11 ମୁଖ୍ୟ ରହିଛି। ତେଣୁ କ'ଣ କରିବା, କେମିତି କରିବା, ଆସ ଦେଖିବା। ଦେଖ, ଉତ୍ତର ଆମେ ଲେଖିବା ଯେଉଁ ରହିଛି ଏଟାକୁ ଦିଅ ଉତ୍କର୍ଷତା, ସମର୍ପଣ ଭାବ, ଧୈର୍ଯ୍ୟ ଏବଂ ସମ୍ମାନ ଭଳି ମୂଲ୍ୟବୋଧ ପ୍ରଦର୍ଶନ କରନ୍ତି ସେ ସମ୍ବନ୍ଧରେ ଉଲ୍ଲେଖ କରିବା। ଦେଖ, ସମ୍ମାନ କ'ଣ ଆମେ ଜାଣିବା। ଦେଖ, ଅଗଷ୍ଟ 3, 2024ରେ ଫ୍ରାନ୍ସର ପ୍ୟାରିସ୍ 2024 ଅଲିମ୍ପିକ୍ ଗେମ୍ସରେ ବ୍ରାଜିଲ ଏବଂ ଆଙ୍ଗୋଲା ଏହି ଦୁଇ ଦଳ କ୍ୱାର୍ଟର ଫାଇନାଲରେ ସ୍ଥାନ ପାଇବା ପାଇଁ ସଂଘର୍ଷ କରୁଥିଲେ। ଏହି ସମୟରେ ଆଙ୍ଗୋଲା ଅଧିନାୟକ ଆଲବର୍ଟିନା କାସୋମା ଆଣ୍ଠୁରେ ଆଘାତ ପାଇଥିଲେ। ନିଜକୁ ଭୂମିରୁ ଉଠାଇବାକୁ ସେ ଅସମର୍ଥ ଥିଲେ। ତ ଏହି ସମୟରେ ବ୍ରାଜିଲର ତାମରିସ୍ ଆରୁଜ କୋର୍ଟରୁ ବାହାରକୁ ନେଇ ଯାଉଛନ୍ତି। ଏହି ହେଉଛି ଖେଳାଳିଙ୍କ ପ୍ରତି ସମ୍ମାନ। ଏ ବିଷୟରେ ଆମେ ଜାଣିଲେ ସମ୍ମାନ। ତାପରେ ଦେଖ, ଉତ୍କର୍ଷତା। ନୀରଜ ଚୋପ୍ରା 89.45 ମିଟର ଜାଭେଲିନ୍ ଥ୍ରୋ କରି ସିଲଭର ପଦକ ହାସଲ କରିଛନ୍ତି। ଏହା ତାଙ୍କର ଦ୍ୱିତୀୟ ଅଲିମ୍ପିକ୍ ପଦକ ଥିଲା। ପୂର୍ବରୁ ସେ ଗୋଲ୍ଡ ମେଡାଲ ପାଇଥିଲେ। 2020 ଟୋକିଓ ଅଲିମ୍ପିକ୍ରେ ସେ ଗୋଲ୍ଡ ଜିତିଥିଲେ। ଏହା ବ୍ୟତୀତ ୱାର୍ଲଡ ଚାମ୍ପିଅନସିପ୍ 2023ରେ ଗୋଲ୍ଡ, 2022 ୟୁଜିନରେ ସିଲଭର, ଡାଇମଣ୍ଡ ଲିଗ୍ 2022 ଓ 2023ରେ 2ଟି ପଦକ, ଏସିଆନ୍ ଗେମ୍ସ 2018 ଓ 2022ରେ 2ଟି ଗୋଲ୍ଡ, କମନୱେଲ୍ଥ ଗେମ୍ସରେ 2018ରେ ଗୋଲ୍ଡ, ଆସିଆନ୍ ଚାମ୍ପିଅନସିପ୍ସ 2017ରେ ଗୋଲ୍ଡ, ସାଉଥ ଏସିଆନ୍ ଗେମ୍ସରେ 2016ରେ ଗୋଲ୍ଡ, ପାଭୋ ନାର୍ମି ଗେମ୍ସରେ 2024ରେ ଗୋଲ୍ଡ, ୱାର୍ଲଡ U20 ଚାମ୍ପିଅନସିପ୍ରେ 2016ରେ ଗୋଲ୍ଡ, ଏସିଆନ୍ U20 ଚାମ୍ପିଅନସିପ୍ରେ ସିଲଭର। ଏହିଭଳି ସେ ଅନେକ ଗୁଡ଼ିଏ ପୁରସ୍କାର ଜିତି ଉତ୍କର୍ଷତା ପ୍ରତିପାଦନ କରିଛନ୍ତି। ଆଉ ଯେଉଁ ରହିଛି ଧୈର୍ଯ୍ୟ। ଦେଖ, ପ୍ୟାରିସ୍ 2024 ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଜିତିଥିଲା। ହକିରେ 41 ବର୍ଷ ଧରି ଚାଲିଥିବା ପଦକ ମରୁଡ଼ିକୁ ସମାପ୍ତ କରିବାକୁ ଟୋକିଓ 2020ରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତ ଗ୍ରୀଷ୍ମ ଗେମ୍ସରେ ଏବଂ ମୋଟ 13ତମ
କ୍ରୀଡ଼ାରେ ଦ୍ୱିତୀୟ କ୍ରମାଗତ ପଦକ ହାସଲ କରିଛି। ପ୍ୟାରିସ୍ 2024କୁ ଯାଇ ଭାରତ ଅଲିମ୍ପିକ୍ ଇତିହାସରେ ମୋଟ ଉପରେ 8ଟି ସ୍ୱର୍ଣ୍ଣ, 1ଟିଏ ରୌପ୍ୟ ଏ 3ଟି ବ୍ରୋଞ୍ଜ ପଦକ ସହିତ ସବୁଠାରୁ ସଫଳ ହକି ଦଳ ଅଟେ। ମାନେ ଯେତେ ଗୁଡ଼ିଏ ୱାର୍ଲଡ଼ କପ୍ ଖେଳ ହୋଇଛି ସେଥିରୁ ଭାରତ ହକିରେ 13ଟି ପଦକ ଆଣିଛି। ସେଥିରୁ 8ଟି ସ୍ୱର୍ଣ୍ଣ, 1ଟିଏ ରୌପ୍ୟ ଆଉ 3ଟି ବ୍ରୋଞ୍ଜ। କିନ୍ତୁ 41 ବର୍ଷ ଧରିକି ଧ୍ୟାନଚାନ୍ଦ ପରେ 41 ବର୍ଷ ଧରିକି ଭାରତ କୌଣସି ପଦକ ହାସଲ କରିପାରିନଥିଲା। କିନ୍ତୁ କ୍ରମାଗତ 2ଟି ଅଲିମ୍ପିକରେ 2ଟି ବ୍ରୋଞ୍ଜ ପଦକ ପାଇ ଭାରତ ନିଜ ଖେଳାଳିଙ୍କ ମନୋବଳକୁ ଦୃଢ଼ କରିପାରିଛି। ଏହା ଖେଳ ପ୍ରତି ସମର୍ପଣ ଭାବନା ଓ ଧୈର୍ଯ୍ୟ ଦ୍ୱାରା ସମ୍ଭବ ହୋଇପାରିଛି। ଏଇଠି ପିଲାମାନେ ଅଧିବେଶନ 11 ସରିଲା। ଯଦି ଭିଡ଼ିଓଟି ତୁମମାନଙ୍କୁ ଭଲ ଲାଗିଛି ନିଶ୍ଚିତ ରୂପେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ ଆଉ ସାଙ୍ଗମାନଙ୍କ ସହିତ ବହୁତ ମାତ୍ରାରେ ସେୟାର କରିଦିଅ। ଆଉ ଯଦି କିଛି ବି ଅଧିବେଶନ ସଂକ୍ରାନ୍ତରେ ଡାଉଟ୍ ହେଉଛି ବା ନୂଆ କୌଣସି ଅଧିବେଶନ ସମ୍ପର୍କରେ ଜାଣିବା ପାଇଁ ଚାହୁଁଛ କମେଣ୍ଟ ସେକ୍ସନରେ କମେଣ୍ଟ କର। ରହୁଛି ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ।